କୌଣସି ସାମାନ୍ୟ କଥାରେ ସାଙ୍ଗେ ସାଙ୍ଗେ ରାଗି ନ ଯାଇ ନିରପେକ୍ଷ ଭାବରେ ତାହା ବୁଝିବା ପାଇଁ ଚେଷ୍ଟା କରନ୍ତୁ। ପରେ ପ୍ରତିକ୍ରିୟାକୁ ପ୍ରକାଶ କରିଥାନ୍ତୁ। ସୃଷ୍ଟିର ନିୟମ, ଆପଣ ଯାହା ବାଣ୍ଟିବେ ତାହା ପାଇବେ। ସେ ପଦାର୍ଥ ହେଉ, ସ୍ନେହ ହେଉ, ପ୍ରେମ ହେଉ। ଆସନ୍ତାକାଲିକୁ କିଏ ବା ଦେଖିଛି? ଆସୁଥିବା ମୁହୂର୍ତ୍ତରେ କ'ଣ ବା ଘଟିବ କିଏ ବା ଜାଣିଥାଏ? ସେଥିପାଇଁ ମଣିଷ ହସୁଥିବା ଏହି ବର୍ତ୍ତମାନକୁ ହିଁ ଜୀବନ ବୋଲି ଭାବି ନିଅ। ୟାକୁ ହିଁ ପ୍ରକୃତରେ ଜୀବନ ବୋଲି କୁହାଯାଏ। ହେ କୃଷ୍ଣ, ନିଶ୍ୱାସ ଥିବା ଯାଏ ତୁମେ ମୋ ବିଶ୍ୱାସରେ ଥାଅ, କାହିଁକି ନା ଜୀବନରେ ଆଉ କାହା ଉପରେ ମୋର ବିଶ୍ୱାସ ହିଁ ନାହିଁ। ମାଟି ଥିଲେ ଘାସ କଅଁଳେ, ଶରୀର ଥିଲେ ରୋଗ ହୁଏ, ପରିବାର ଥିଲେ ମତାନ୍ତର ହୁଏ। ହେଲେ ଏହାକୁ ମତାନ୍ତର ନ ଭାବି ଉତ୍ତମ ବୁଝାବଣା କରି ଆନନ୍ଦରେ ମିଳିମିଶି ଚଳିଲେ ଏହାକୁ ସଂସ୍କାର ବୋଲି କୁହାଯାଏ। ଆକାଂକ୍ଷା ହୁଏତ ଛୋଟ ହେଉ, କିନ୍ତୁ ତାକୁ ପୂରା କରିବା ପାଇଁ ହୃଦୟରେ ଜିଦି କରିବା ନିହାତି ଜରୁରୀ। ଯଦି ସେଠି ଜିଦି ନ ରହିବ, ତେବେ ତାହା ପୂରଣ କରିବା ଅତ୍ୟନ୍ତ କଷ୍ଟକର ହୋଇଯିବ। ଜୀବନରେ ଅଧିକ ଦୁଃଖ ମିଳୁଛି ବୋଲି କାହାକୁ ବି କାହିଁକି ଦୋଷ ଦେବା? ହୁଏତ ସେ ଆମ କର୍ମର ଫଳ ହୋଇଥାଏ। ରାଧାକୃଷ୍ଣଙ୍କୁ ପଚାରିଲେ, ପ୍ରେମର ପ୍ରକୃତ ଅର୍ଥ କ'ଣ? କୃଷ୍ଣ ହସି ହସି ଉତ୍ତର ଦେଇ କହିଲେ, ଯେଉଁଠାରେ ଏହାର ଅର୍ଥ, ସେଠାରେ କେବଳ ପ୍ରେମ ଅଛି। ଗରିବ ଲୋକ ଧନ ଚାହାନ୍ତି, ପଶୁମାନେ କଥା ହେବାକୁ ଚାହାନ୍ତି, ମଣିଷ ସ୍ୱର୍ଗ ଚାହାନ୍ତି ଏବଂ ଧାର୍ମିକ ଲୋକମାନେ ମୋକ୍ଷ ଚାହିଁଥାନ୍ତି। ନା ଅଛି କିଛି ମିଳିବାର ଆଶା, ନା ଅଛି ଆଉ ବାନ୍ଧିବାର ବସା। ଅଛି ଖାଲି ଗୋଟିଏ ମନ, ସେ କେବଳ ଭଗବାନଙ୍କ ନାମ ଗାଇ ଏ ଜୀବନ ହିଁ ଚାଲିଯାଉ। ବିଶ୍ୱାସ ଯୋଗ୍ୟ ଏ ସଂସାରରେ ଆଉ କେହି ବି ନୁହନ୍ତି। ରାତି ଯେତେ ଅନ୍ଧକାର ହୁଏ, ଜହ୍ନ ତାରା ସେତେ ଅଧିକ ଚମକନ୍ତି। ସେହିପରି ଦୁଃଖ ଯେତେ ଗଭୀର ହୁଏ, ଈଶ୍ୱର ସେତିକି ହିଁ ପାଖରେ ଥାନ୍ତି। ଭୁଲକୁ ସବୁବେଳେ କ୍ଷମା କରାଯାଇପାରେ, ଯଦି ତୁମେ ଏହାକୁ ସ୍ୱୀକାର କରିବାକୁ ସାହସ ରଖିଛ। ନା କି ସମ୍ପର୍କ ନିଭେଇବା ପାଇଁ ସମ୍ପର୍କର ମୂଲ୍ୟ ଦୃଷ୍ଟିରୁ ବାସ୍ କହିଦେଲ କି ମୁଁ ତୁମକୁ କ୍ଷମା କରିଦେଇଛି, କିନ୍ତୁ ପ୍ରକୃତରେ ପ୍ରତିଦିନ ପ୍ରତିକ୍ଷଣ ତୁମକୁ ସେ ଭୁଲଟି ତୁମ ହୃଦୟରେ କଣ୍ଟକିତ କରୁଛି, ଲହୁ ଝରଉଛି। ତେବେ ପ୍ରକୃତରେ ତାକୁ ତୁମେ କେବେ କ୍ଷମା କରିନ, କି ତୁମ ଜୀବନରେ ତୁମେ ତାକୁ କେବେ କ୍ଷମା କରିପାରିବ ନାହିଁ। ତେବେ ବାସ୍ତବିକତାକୁ ଫେରି ଆସ, ପ୍ରକୃତ ଜିନିଷକୁ ପ୍ରକାଶିତ କର। ସମୟ ହେଉଛି ଏକ ନଦୀ ପରି, ତୁମେ ସମାନ ଜଳକୁ ଦୁଇଥର ଛୁଇଁ ପାରିବ ନାହିଁ, କାରଣ ଯେଉଁ ଜଳ ବହି ଚାଲିଗଲା, ପୁଣି ସେହି ଜଳ ପ୍ରବାହିତ ଆଉ କେବେ ହେବ ନାହିଁ। ତେଣୁ ଜୀବନରେ ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରନ୍ତୁ। ଦ୍ୱିତୀୟବାର ସେ ତୁମକୁ ସୁଯୋଗ ଦେବ ନାହିଁ। ଆପଣମାନଙ୍କୁ ଯଦି ଏ ଭିଡ଼ିଓଟି ଭଲ ଲାଗିଛି, ତେବେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଏହିଭଳି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲ ସହିତ ଯୋଡ଼ି ହୋଇ ରୁହନ୍ତୁ।